ଆଜିର ଦିନରେ ବି ଭୀମଭୋଇ ମେଡ଼ିକାଲ କଲେଜ ବଲାଙ୍ଗୀର ପିଜି ଆପ୍ଲିକେସନ୍ କରିପାରୁନି କାହିଁ 6-7ଟା ବିଭାଗରେ ତାଙ୍କର ହେଡ୍ ଅଫ୍ ଡିପାର୍ଟମେଣ୍ଟସ୍ ନାହାନ୍ତି। ଏସେନ୍ସିଆଲ ଇନଫ୍ରାଷ୍ଟ୍ରକ୍ଚର MRI ମେସିନ୍, ସିଟି ସ୍କାନ୍ ମେସିନ୍, ବ୍ଲଡ୍ ବ୍ୟାଙ୍କ ହଉ ନା ଅନ୍ୟ ପ୍ରକାରର ICU NICUର ଇକ୍ୟୁପମେଣ୍ଟ ଯାହା ଦରକାର ସେଇଟା ଏବେ ତ ଦିଆ ହେଉନି। ତେଣୁ ଏଇ 1.5 ବର୍ଷର ହେଇଗଲା ସରକାରଟା କାହିଁକି ବଲାଙ୍ଗୀରକୁ ଯେଉଁ ଜାଗାରେ ଗୋଟେ ଡେପୁଟି ଚିଫ୍ ମିନିଷ୍ଟର ଅଛନ୍ତି, ଗୋଟେ ହେଲ୍ଥ ମନ୍ତ୍ରୀ ନିଜେ ସ୍ୱୟଂ ଏ ଜାଗାରୁ ଅଛନ୍ତି, କାହିଁକି ବଲାଙ୍ଗୀର ମେଡ଼ିକାଲ କଲେଜକୁ ସଫିସିଏଣ୍ଟ ରିସୋର୍ସେସ୍ ଇକ୍ୟୁପମେଣ୍ଟ ଦେଇପାରୁନାହାନ୍ତି, ଯାହାଦ୍ୱାରା ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜଟା ଆଗାମୀ ଦିନରେ सर्टिफिकेशन अथॉरिटी प्रॉब्लम नहीं पाइब। जो माने स्टूडेंट माने अछंती तांको विभिन्न विभाग रे पीजी रे फैसिलिटीज नहीं पाइबे। ये गोटे आश्चर्य जिनिसटा एटा को आमे निश्चय आगामी असेंबली रे उठेबा।